ସକାଳୁ ସକାଳୁ ବେହେରା ବାବୁଙ୍କୁ ଗୋଟେ ବଡ଼ ସରପ୍ରାଇଜ୍ ମିଳିଲା। ସିଏ ଅନିଲ ସାର୍ଙ୍କୁ ଦେଖି ସେ ତ ପୁରା ଡରି ଯାଇଥିଲେ। ଯେହେତୁ ସକାଳୁ ସକାଳୁ ସାର୍ ଆସି ଆମ ଘରେ ପହଞ୍ଚି ଯାଇଥିଲେ, ସେପାଇଁ ସକାଳୁ ଚାହା ବିସ୍କୁଟ ଟିକେ ଆମେ ମିଶି ଖାଇ ଦେଇଥିଲେ। ପରେ ମୁଁ ଲାଗି ପଡ଼ିଥିଲି ଲଞ୍ଚ ପ୍ରିପାରେସନରେ। ସବୁ ରୋଷେଇ ସାରି ସାରିଲା ପରେ ଲାଷ୍ଟରେ ସାଲାଡ ପାଇଁ କାକୁଡିଟେ କାଟି ଦେଇଥିଲି। ସାର୍ ଏଠି ଥିଲାବେଳେ ଗୋଟେ ଭାଇ ଭଉଣୀ ପାଇଁ ଯାହା କରେ, ତାଠୁ ବି କିଛି କମ୍ ସେ ମୋ ପାଇଁ କରିନାହାନ୍ତି। ସେଇପାଇଁ ସାର୍ ସମ୍ପର୍କକୁ ସେତିକିରେ ରଖି ମୁଁ ତାଙ୍କୁ ମୋ ଭାଇ କରିଦେଇଥିଲି ସବୁଦିନ ପାଇଁ। ଆଉ ଆଜି ରାକ୍ଷୀ ନହେଲେ ବି ମୁଁ ତାଙ୍କ ହାତରେ ରାକ୍ଷୀ ବାନ୍ଧି ଦେଇଥିଲି। ଆଉ ଇଭିନିଂରେ ପୁଣି ଥରେ ଆମେ ଚାହା ଧରି ବସିଗଲୁ ଖଟି କରିବା ପାଇଁ 4 ଜଣ। ତାପରେ ଆମେ ସମସ୍ତେ ଲାଗି ପଡ଼ିଥିଲୁ ଡିନର ପ୍ରିପାରେସନରେ। ସେମାନେ 3 ଜଣ ବସି କାଟି ଦେଇଥିଲେ ସବୁ ପରିବା ଗୁଡ଼ାକ। ତାପରେ ମୁଁ ସବୁ ପରିବାକୁ ଗୋଟେ ପରେ ଗୋଟେ ଛାଣି ଦେଇଥିଲି। ବେହେରା ବାବୁଙ୍କର ଘିଅ ଟିକେ ପସନ୍ଦ ନୁହେଁ, ସେଇପାଇଁ ତାଙ୍କୁ ପଚରା ହେଉଥିଲା ଘିଅ ଖାଇବେ। ଭଇ ସାର୍ ବି ମଧ୍ୟ କାହାଠୁ କମ୍ ନୁହନ୍ତି, ସେ ବି ଗୋଟେ ପରେ ଗୋଟେ ପରିବାକୁ ଛାଣିକି ରଖିଦେଉଥିଲେ। ଛଣାଛଣି ସରିଲା ପରେ ଆମେ ବନେଇ ନେଇଥିଲୁ ଗ୍ରେଭିରେ ପରିବା ଗୁଡ଼ାକ ଏଡ୍ କରି ତାକୁ ଟିକେ ଭଲସେ କଷି ଦେଇଥିଲୁ। କହିବେ ତ ସାଙ୍ଗମାନେ କମେଣ୍ଟରେ ଏମିତି ମିଶିକି ରନ୍ଧାରନ୍ଧି କଲେ ଆପଣମାନଙ୍କୁ ଭଲ ଲାଗେ କି ନାହିଁ। ଭଲସେ କଷା ସରିଲା ପରେ ଟିକେ ପାଣି ଦେଇ ତାକୁ ଆମେ କରିଦେଇଥିଲି। ଟିକେ ଫାଇନାଲି ରେଡ଼ି ହେଇଯାଇଥିଲା ଆମର ସବୁ କିଛି। ଆଉ ଆମେ ଭାଇ ଭଉଣୀ 2 ଜଣ ମିଶିକି ତାକୁ ଦେଇଦେଲୁ। ତ ଗୋଟେ ପରେ ଗୋଟେ ଲେୟାର କରି ଆମେ ତାକୁ ସଜାଡ଼ି ନେଇଥିଲୁ। ଧନିଆ ପତ୍ର ଆଉ ପୋଦିନା ପତ୍ର ପକାଇବା ପାଇଁ ଜମା ବି ଭୁଲିବେନି। ଫାଇନାଲି ରେଡ଼ି ହେଇଯାଇଥିଲା ଆମ ଭେଜ୍ ବିରିୟାନୀ। ତାକୁ ଖୋଲିକି ଦେଖିଲାକୁ ସ୍ମେଲ୍ ତ ବହୁତ ସୁନ୍ଦର ଆସୁଥିଲା। ତାପରେ ଆମେ ବସି ଯାଇଥିଲୁ ସମସ୍ତେ ଏକା ସାଙ୍ଗରେ ଖାଇବା ପାଇଁ। ଯେହେତୁ ମୋ ଭାଇ ବନେଇଥିଲେ ବିରିୟାନୀଟି, ସେପାଇଁ ସେ ନିଜେ ବାଢ଼ି ଦେଇଥିଲେ ସବୁ। ଆଉ ମୁଁ ସମସ୍ତଙ୍କୁ ଦେଇ ଦେଇଥିଲି ରାଇତା। ବୁଢ଼ାବୁଢ଼ୀ କାମଟା ସାରି ଦେଇ ଆମେ ଚଟାପଟ ଲାଗି ପଡ଼ିଥିଲୁ ଖାଇବା ପାଇଁ। ଆମ ବିରିୟାନୀଟି ତ ବହୁତ ଭଲ ଲାଗୁଥିଲା, ଯେହେତୁ ମୋ ଭାଇ ବନେଇଛନ୍ତି। ଲାଷ୍ଟରେ ଆମେ ପିଇ ଦେଇଥିଲୁ ମସଲା କୋଲ୍ଡ ଡ୍ରିଙ୍କ୍ସ। ରହିଲି, ଜୟ ଜଗନ୍ନାଥ।